କହୁଛି ଆପଣ କ୍ୱେଶ୍ଚିନ୍ କରିବେ ନା ମୁଁ କହିଦେବି। କହିବେ ବର୍ତ୍ତମାନ ଭାଇରାଲ ଚାଲିଛି ଯାତ୍ରା ସବୁ ବର୍ତ୍ତମାନ ଭାଇରାଲ ଆର୍ଟିଷ୍ଟ ଚାଲିଛି କହିବେ ଭାଇ ଆପଣ କ'ଣ କହିବେ? ହାଏ ନମସ୍କାର, ମୁଁ ମାନସ ପଣ୍ଡା, ଆପଣମାନଙ୍କର ହାତ ତିଆରି କଳାକାରଟିଏ। ଭାଇରାଲ ଆଉ ଭାଇରସ୍ ବିଷୟରେ ଦୟାକରି ମୋ ପ୍ରଚାର ପ୍ରସାର ମିଡ଼ିଆ ଭାଇମାନଙ୍କୁ ହାତ ଯୋଡ଼ୁଛି, କିଛି ପଚାରନ୍ତୁନି। ମୁଁ ମୋ ବାଟରେ ଭଲରେ ଅଛି। ସେ ଭାଇରାଲ ଭାଇରସ୍ର ଲୋକ ମୁଁ ନୁହେଁ। ମୋର ସେ ଗୁରୁ, ସିଏ ବି ଭାଇରାଲ ଭାଇରସ୍ର ଲୋକ ନୁହନ୍ତି। ସେ ପକ୍କା ନାଟୁଆ, ନାଟ କରନ୍ତି। ତେଣୁ ମୁଁ ଆଜି ପ୍ରଚାର ପ୍ରସାର ମାଧ୍ୟମରେ ସାରା ଓଡ଼ିଶା କ'ଣ ସାରା ଭାରତର ଦର୍ଶକମାନଙ୍କୁ ବି କହୁଛି, ନାଟ କରନ୍ତୁ, ନାଟୁଆ ହେଇ ବଞ୍ଚନ୍ତୁ। ଏ ଭାଇରାଲ ଭାଇରସ୍ରେ କିଛି ମୂଲ୍ୟ ନାହିଁ ଆଜ୍ଞା। ଇଏ ମାନେ କାହା ନାଁ ବି ଧରିବିନି। ଗୋଜବାୟାଣୀ ଠାକୁରାଣୀ ବାହାରିଥିଲେ, ତାଙ୍କ ନାଁ ବି ଧରିଦେଉଛି। କେଉଁଭଳି ଲୋକ ଆସିଥିଲେ। ଏବେ ଦେଖନ୍ତୁ ସେଠି କାଉ ଉଡ଼ୁଛି। ସେ ସବୁ ସମୟର ଗୋଟେ ହାୱା କି ଝୋକା। ସେ ସମୟ ଆସିଛି, ସମୟ ପୁଣି ଅପସରି ଯିବ। ଆମ ଓଡ଼ିଶାର ଦର୍ଶକ, କଳା ସଂସ୍କୃତିର ଦର୍ଶକ, କଳା ସଂସ୍କୃତିକୁ ଭଲ ପାଆନ୍ତି। ରାତି ଅନିଦ୍ରା ହେଇ ଯାତ୍ରା ଦେଖନ୍ତି। ଖଣ୍ଡଗିରି ଯାତ୍ରାରେ 40,000 ଦର୍ଶକ ରାତି ସାରା ଅନିଦ୍ରା ହେଇ ଯାତ୍ରା ଦେଖନ୍ତି। ନାଟୁଆ କହିଲେ ଆମ ଓଡ଼ିଶାର ଲୋକମାନେ। ତେଣୁ ନାଟକୁ ଆଦରି ନେବେ। ସେ ଭାଇରାଲ ଭାଇରସ୍ କୁଆଡ଼େ ଉଭେଇଯିବ। ନାଟ କରିବାକୁ ଆସିଛ, ନାଟ କର। ଆଉ ଆମେ ଏତିକି ଖାଲି କହିବାକୁ ଚାହୁଁଛୁ, ଆଜି ଯେଉଁ ଖଣ୍ଡଗିରି ଯାତ୍ରା ଆଜି ଜନ୍ମ ନେଇଛି, ତାର 21 ହେଇନି, ପୁଣି ଆହୁରି ଜନ୍ମଦିନ ଅଛି। ତେଣୁ ଆପଣମାନଙ୍କ ଆଶୀର୍ବାଦ ରହୁ। ଏଇ ଖଣ୍ଡଗିରି ଲିଙ୍ଗାନନା ଯିଏ ଆମର ବହୁତ ନିଜର, ଭଲ ପାଉଥିବା ନିଆରା ମଣିଷଟିଏ, ହିମାଂଶୁ ଶେଖର ଛୋଟରାୟ, ଯାହା ହଉ ଆପ୍ରାଣ ଉଦ୍ୟମ ଚେଷ୍ଟା କରି ସେ ଅନୁଷ୍ଠାନଟିଏ ଗଢ଼ିଛନ୍ତି 200 ପରିବାରକୁ ଦାନା ପାଣି ଦେବା ପାଇଁ। ଭଗବାନ ତାଙ୍କର ମଙ୍ଗଳ କରୁ। ଏମିତି କଳାକାରମାନଙ୍କ ପାଇଁ ତାଙ୍କର ହୃଦୟ ସଦାସର୍ବଦା ଆବିଳତା ଭରି ରହୁ। ତେଣୁ ସଦାସର୍ବଦା ଗୋଟେ ଜିନିଷ କହିବି, ନାଟକ ବଞ୍ଚିଲେ ଦର୍ଶକ ବଞ୍ଚିବେ, ଦର୍ଶକ ବଞ୍ଚିଲେ କଳାକାର ବଞ୍ଚିବେ। ଆମେ ନାଟକ କରିବା, ନାଟ କରିବାକୁ ଆସିଛେ। ଆଉ ମୁଁ ଅଧିକ କିଛି କହିବିନି। ଆଜି ତ ଖଣ୍ଡଗିରିର ନାଟକ, ତତେ ମୁଁ ବୁଲେଇ ନେବି ଖଣ୍ଡଗିରି। ବହୁତ ସୁନ୍ଦର ନାଟକଟି ହେଇଛି। ନନ୍ଦୁ ସାର୍ଙ୍କ ନିର୍ଦ୍ଦେଶନା ଆଉ ଆମର ସାର୍ ରାଇଟର ନାଟକ ପପୁ ବ୍ରହ୍ମ, ପପୁ ବ୍ରହ୍ମ, ଯାହା ଭଲ ନାଟକଟି ହେଇଛି। ତାପରେ ଶ୍ରୀକୃଷ୍ଣଙ୍କ ଶେଷ ହସ, ଯାହାକୁ ମୁଁ ଏତେ ଭଲ ପାଇଛି। ଆଉ ଶେଷକୁ ୟୁନିକ୍ ପ୍ରଦୀପ ବେହେରା ସାର୍ଙ୍କର ସବୁକିଛି ସରିଗଲା ପରେ। ତ ନାଟକ ବହୁତ ସୁନ୍ଦର ହେଇଛି ଖଣ୍ଡଗିରି ନାଟକ। ଆଉ ଦର୍ଶକମାନଙ୍କ ମନକୁ କେତେ ଦୂର ପାଇବ ସେଟା ଆମେ କହିପାରିବାନି। ଆମେ ହେଲେ ରୋଷେଇଆ, ଦର୍ଶକ ହେଲେ ଖାଇବେ, ଚାଖିବେ, ସେ ସ୍ୱାଦଟା କହିବେ। ତେଣୁ ମୁଁ ଏତିକି ଖାଲି କହିବି, ହାତ ଯୋଡ଼ି ପ୍ରାର୍ଥନା କରିବି ଓଡ଼ିଶାର ଅଗଣିତ ଦର୍ଶକମାନଙ୍କୁ, ମୋର ଦର୍ଶକ ଭଗବାନ ଜଗନ୍ନାଥଙ୍କୁ, ମାନସ ପଣ୍ଡାକୁ ଏମିତି ଭଲ ପାଇବା ଦେଉଥାନ୍ତୁ। ସାରା ଓଡ଼ିଶାବାସୀ ସବୁଆଡ଼ୁ ଫୋନ୍ ଆସେ, ମାନସ ଭାଇ କେଉଁ ପାଟିରେ। ମୋତେ ଖୁସି ଲାଗେ ଯେ ଆଜି ସଙ୍ଗୀତ ଜଗତର ଜଣେ ବାଦଶାହ କହିଲେ ଅତ୍ୟୁକ୍ତି ହେବନି, ପ୍ରଣବ ପଟ୍ଟନାୟକ ଆଜି ଚାଲିଯାଇଛନ୍ତି ଆମମାନଙ୍କୁ ଛାଡ଼ି। ବିଶେଷ କରି ମୁଁ ଗାୟକରୁ ନାୟକ ଯେହେତୁ, ପ୍ରଥମେ ସଙ୍ଗୀତ ତାପରେ ଅଭିନେତା। ତେଣୁ ତାଙ୍କ ପାଇଁ ମୁଁ ଅମର ଆତ୍ମାର ସଦ୍ଗତି କାମନା କରୁଛି। ପ୍ରଣବ ପଟ୍ଟନାୟକ, ତାଙ୍କର ସୁନ୍ଦର ଗୀତ ଏବେ ବି ସୁଦ୍ଧା ମନେ ପଡ଼େ। ମାନେ ମଝି ଶେଷ ଶ୍ରାବଣ ପୂର୍ବ ପବନ ବହିଯାଏ ମଝିରେ। ଏ ଗୀତଟି ବହୁତ ସୁନ୍ଦର। ଯାଉ ଆଜି ଖୁସି ଲାଗୁଛି, ମୋର ସମସ୍ତ ପ୍ରଚାର ପ୍ରସାର ଭାଇମାନେ ମୋତେ ଏତିକି ସ୍ନେହ ସଦ୍ଭାବ ଦେଉଛନ୍ତି। ମାନସ ପଣ୍ଡାର ଆପଣମାନଙ୍କୁ କୋଟି କୋଟି ମଥାନତ ପ୍ରଣାମ। 27-28 ତ କାଲି ସକାଳକୁ ଦେଖିଛି କିଏ? କିଏ 2 କୋଟି ନେଲା, କିଏ 3 କୋଟି ନେଲା। ମୋ ଶାଗ ପଖାଳ ମୋ ପାଇଁ ଭଲ। ମୁଁ କାହା ମାସ ଭାତ କାହିଁ ଅନେଇବି କି? ମୋ ଶାଗ ପଖାଳରେ ମୁଁ ଭଲରେ ଅଛି। କିଏ କୋଟିଏ ନେଉ, ମୋର ଭଲ। ସିଏ ଭିତରକୁ ମୋତେ ଟାଣୁନ୍ତୁନି। ମୋ ଶାଗ ପଖାଳରେ ଏବେ ବି ବଞ୍ଚିଛି, ମଲା ପର୍ଯ୍ୟନ୍ତ ବଞ୍ଚିଥିବି। କିନ୍ତୁ ମାଛ ଭାତ ସବୁଦିନ ନଥିବ ଆଜ୍ଞା। ରହୁଛି।
ଆଜି ନାଟକର ମୋତେ ଗୋଟେ ବ୍ଲଡ଼ କ୍ୟାନ୍ସର ହେଇଯାଇଛି, ମିଛ ରିପୋର୍ଟ ଦେଇଛି ମୋ ସାଙ୍ଗଟା, ମାନେ ମୋ ପ୍ରେମିକାକୁ ବାହା ହେବ ବୋଲି। ସେଥିରେ କହୁଛି ସାଙ୍ଗ ତୋ କଥା ଶୁଣି ମୋତେ ବହୁତ କାନ୍ଦ ଲାଗୁଛି। କାନ୍ଦିଲେ ଆଉ କ'ଣ ଲାଭ ବୋଲି ସାଙ୍ଗ, କ'ଣ ଲାଭ? ସାଧବ ପୁଅଟା ସାଜି ସମ୍ପର୍କର ବୋଇତକୁ ମୁଁ ଦୂର ବିଦେଶକୁ ନେଇଯିବା ପାଇଁ ଚାହିଁଥିଲି, ହେଲେ କିଏ ଜାଣିଥିଲା ହଠାତ୍ ସମୁଦ୍ର ମଝିରେ ଝଡ଼ ବତାସ ଉଠିବ, ଆଉ ସେ ଝଡ଼ ବତାସକୁ ସାମ୍ନା କରି ନପାରି ମୋ ସମ୍ପର୍କର ବୋଇତଟା ସେ ସାଗର ମଝିରେ ସମାଧି ନେଇଯିବ। କେତେ ଭଲ ପାଉଥିଲି ମୋ ପୂଜାକୁ, କେତେ ଭଲ ପାଉଥିଲି। ଆସନ୍ତା ଜୁଲାଇ 4 ତାରିଖରେ ବାହାଘର ହେଇଥାନ୍ତା। ହାତେ ଲମ୍ବର ଓଢ଼ା ଟାଣି ମୋ ପୂଜା ବେବର୍ତ୍ତା ଘର ବୋହୂ ହେଇଥାନ୍ତା। ମୋ ବାପାଙ୍କର ଭଲ ବୋହୂଟି ହେଇଥାନ୍ତା, ମୋର ଭଲ ସ୍ତ୍ରୀଟି ହେଇଥାନ୍ତା। ହେଲେ କିଏ ଜାଣିଥିଲା ୱେଡ଼ିଂ କାର୍ଡ଼ରେ ମାନସ ୱେଡ୍ସ ପୂଜା ଲେଖାଯାଇପାରିବନି। କିଏ ଜାଣିଥିଲା ସାଙ୍ଗ, କିଏ ଜାଣିଥିଲା ରେ? ବାସ୍।